ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳ ଦ୍ୱାରା ସନସାଇଲ ରାସ୍ତାରୁ ପାଖାପାଖି 50 ଗୋମାତା ଉଦ୍ଧାର। ସମ୍ପୃକ୍ତ ଗୋରୁ ବେପାରୀ ଥାନାରେ ଅଟକ। ସୁକିନ୍ଦା ଥାନା ଅନ୍ତର୍ଗତ ସନସାଇଲ ରାସ୍ତାରୁ ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପାଖାପାଖି 50 ଗୋମାତା ଉଦ୍ଧାର। ଜଣେ ଚୋରା ଗୋରୁ ବେପାରୀ ଥାନାରେ ଅଟକ। ସୂଚନା ମୁତାବକ କିଛି ଚୋରା ଗୋରୁ ବେପାରୀ ହରିପୁର ଓ ମହୁଲପାଳ ଅଞ୍ଚଳରୁ ଚୋରା ଗୋଚାଲାଣ କରୁଥିବା ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ସୂଚନା ପାଇ ସୋମବାର ବିଳମ୍ବିତ ରାତି 2 ଘଟିକା ସମୟରେ ସନସାଇଲ ରାସ୍ତାରୁ ପାଖାପାଖି 50 ଗୋମାତାଙ୍କୁ ଉଦ୍ଧାର କରିବା ସହିତ ସମ୍ପୃକ୍ତ ଜଣେ ଗୋରୁ ବ୍ୟବସାୟୀଙ୍କୁ କାବୁ କରି ସୁକିନ୍ଦା ଥାନାରେ ଜିମା ଦେଇଥିବା ସୂଚନା ମିଳିଛି। ସୁକିନ୍ଦା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।